ମାଳତୀ ଫୁଲ ଗୋଲକ ଧାମ ବା ଗୋଲକ ବୃନ୍ଦାବନରେ ନିଦା ବିଷ୍ଣୁଙ୍କୁ ମାଳତୀ ସଖୀ ଏହି ଫୁଲକୁ ନୀତି ପ୍ରତି ପୂଜା କରୁଥିଲେ। ଏହି ଫୁଲକୁ ନେଇ ଗୋଲକ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି ବିଷ୍ଣୁଙ୍କ ଆଶୀର୍ବାଦ ପାଇ ଏହି ମାଳତୀ ଲକ୍ଷ୍ମୀଙ୍କର ପ୍ରତୀକ ମଧ୍ୟ ବରଦାନ ପାଇଥିଲେ ଓ ବୃକ୍ଷ ରୂପରେ ଗୋଲକ ବୃନ୍ଦାବନରେ ରହିଥିଲା। ମାଳତୀ ବନରେ ଏହି ମାଳତୀ ଫୁଲ ରହିଥିବାରୁ ମାଳତୀ କୁହାଗଲା। ନୀଳ ମାଧବକୁ ଚଢ଼େଇଥିବାରୁ ଏହି ଫୁଲ ନୀଳ ମାଧବ କୁହାଗଲା। ଅନେକ ପ୍ରକାର ଅନେକ କଲରର ଫୁଲ ଅଛି ଏହି କଟାମାଳତୀ ଗଛର। ଏହା ଲକ୍ଷ୍ମୀଙ୍କର ପ୍ରତୀକ ସ୍ୱରୂପ ମଧ୍ୟ ଅଟେ। ଏବେ ବୃନ୍ଦାବନର ମାଳତୀ ବନରେ ଏହି ଗଛ ଦେଖିବାକୁ ମିଳେ। ସମସ୍ତ ଜାଗାରେ ଏହି ଫୁଲ ମିଳିଯିବ, ଗଛ ମିଳିଯିବ। ବିଷ୍ଣୁଙ୍କ ପାଖରେ 33 କୋଟି ଦେବତା ପୂଜା ପାଉଥିବାରୁ ଏହି ଫୁଲ 33 କୋଟି ଦେବତାଙ୍କୁ ମଧ୍ୟ ପୂଜା କରିପାରିବେ। ସବୁ ଦେବାଦେବୀ ପୂଜାରେ ଏହା ଲାଗିପାରିବ। ଏହି ଫୁଲକୁ ନେଇ ସବୁ ଦେବତାଙ୍କର ପୂଜା କରନ୍ତୁ। ଗୋଲକ ବନ ବା ଗୋଲକ ବୃନ୍ଦାବନର ଗୋଲକ ଧାମର କଟାମାଳତୀ ଫୁଲ ଦେଖୁଥିଲେ। ଓକେ, ନମସ୍କାର। ଆଇ ମିସ୍ ୟୁ ଅଲ୍ ଇଣ୍ଡିଆ। ଏହି ଗଛକୁ ମଧ୍ୟ ଲକ୍ଷ୍ମୀ ସ୍ୱରୂପରେ ପୂଜା କରାଯାଇପାରିବ। ଲକ୍ଷ୍ମୀଙ୍କ ପାଖରେ ସବୁବେଳେ ଥିବାରୁ ଲକ୍ଷ୍ମୀଙ୍କ ସ୍ୱରୂପ ମଧ୍ୟ ଅଟେ ଏହି ଗଛ। ଓକେ, ନମସ୍କାର। ଆଇ ମିସ୍ ୟୁ ଅଲ୍ ଇଣ୍ଡିଆ।